ପାତୁଆ ମାଛରେ ହେଲା ଛାଡ଼ ଖାଇ ତ ଆଜି ହେଉଛି ଛାଡ଼। ମୁଁ ଅବଶ୍ୟ ମାସକ ସାରା କରିନି, ହେଲେ ପଞ୍ଚୁକ ତ କରିଛି ବେଲେ ଏତେ ଦିନ ଆଇଁଷ ନ ଖାଇ କୁଆଡ଼େ ରହିପାରିବ। ହଠାତ୍ ବାବାଟାକୁ କହିଲେ ଝିଅ ମାଛ ନେଇଯା, ତ ମୁଁ ଖୁସିରେ ଦୌଡ଼ିଗଲି। ହେଲେ କ'ଣ ହେଲା, ଦେଖିଲା ବେଳକୁ ପାତୁଆ ମାଛ। ଆରେ ପାତୁଆ ମାଛରେ କି ଛାଡ଼ ଖାଇ କରେ। କେତେ ସ୍ୱପ୍ନ ଦେଖିଥିଲି ଟିକେ ବଡ଼ ମାଛ ଖାଇବି ବୋଲି, ହେଲେ ସ୍ୱପ୍ନ ମୋର ଅଧୁରା ରହିଲା। ମମି ଏଠି ତାକୁ ଭାଜି ଭୁଜି ଲାଗି ପଡ଼ିଲା କାମରେ, ଆଉ ମୁଁ ଏଠି ତରକାରୀ କରିଦେଲି। କେରାଣ୍ଡି ମାଛ ମଧ୍ୟ ଆସିଥିଲା, ତ ଏଠି ମୁଁ ପିଆଜ ଟମାଟୋ ଆଉ ବେସର ଦେଇକି ଟିକେ ହାଲ କଷା କଷି କରିଦେଇକି ଲୁଣ ହଳଦୀ ଦେଇଦେଲି। ମସଲା କଷାଇଲା ପରେ ଦେଇଦେଲି ପାଣି, ତା ସହିତ ପକାଇଦେଲି କ'ଣ ଆଳୁ ପୋଇ ଖାଡ଼ି ସିଝେଇକି ରଖିଥିଲି। ଆଉ ମେନ୍ ଜିନିଷ ଆଣିଥିଲି ଓଉ, ସେ ବି ପୁଣି ମାଗିକି ସାଇରୁ ତାକୁ ପକାଇଦେଲି, କାହିଁକିନା ବେସର ଦେଇ ଝୋଳରେ ଖଟା ଟିକେ ବେଲେ ବଢ଼ିଆ ଲାଗେ। ଏଠି ଆମର ତରକାରୀ ପୁରା ରେଡ଼ି, ମା ଝିଅ ବାଢ଼ିକି ବସି ପଡ଼ିଲୁ ଖାଇବା ପାଇଁ। ତା ସହିତ ପୋଇ ପତ୍ର ଦେଇକି କେରାଣ୍ଡି ମାଛ ମଧ୍ୟ ଦେଇଛି, ଆଉ ଯେଉଁ ଶାଗ ଦେଖୁନାହାନ୍ତି ସେଟାକୁ ମୁଁ ମାଗିକି ଆଣିଛି। ଖାଇବାଟା ତ ପୁରା ମସ୍ତ ହେଲା, କାହିଁକିନା ତରକାରୀ ବଢ଼ିଆ ଲାଗୁଥିଲା। ଆଉ ବେସର ଦିଆ ଝୋଳ ପୋଇ ଖାଡ଼ିରେ ହାପୁଡ଼ି ହାପୁଡ଼ି ହେଲେ କେତେ ବଢ଼ିଆ ଲାଗେ ନା। ତ ପେଟ ପୂଜା ସରିଗଲା ପରେ ମୁହଁ କାନ ଧୋଇ ଦେଇକି ମୁଁ ଚାଲି ଶୋଇବା ପାଇଁ। ଆପଣମାନେ କେଉଁଥିରେ ଛାଡ଼ କଲେ କମେଣ୍ଟ କରି କହିବେ। ଭିଡ଼ିଓଟା ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ, ବାଏ।